ଏଇଠି ଶ୍ରୀ ଖ୍ରୀଷ୍ଟମାସ ମହାନରେ ଅନୁଷ୍ଠିତ ହେଇଛି। ତ ଆଜିର ଅନୁଭୂତି ନିମନ୍ତେ ସିଷ୍ଟର ମାନେ ଅଛନ୍ତି। ମୁଁ କହିବା ପାଇଁ ଚାହେଁ ସିଷ୍ଟର ପ୍ରାଇଜ ଦ ଲର୍ଡ। Praise the Lord. ମେରି ଖ୍ରୀଷ୍ଟମାସ, ହ୍ୟାପି ଖ୍ରୀଷ୍ଟମାସ। Happy Christmas. ତ ଆଜି ପ୍ରଭୁଙ୍କ ଅନୁଗ୍ରହରୁ ବିଭିନ୍ନ ଜିଲ୍ଲାରୁ ଏକତ୍ର ହୋଇ ମହାସମାବେଶ ହେଲା। ଆପଣ କଣ ଅନୁଭବ କଲେ? ସର୍ବପ୍ରଥମେ ସମସ୍ତଙ୍କୁ ମୋର ଆନ୍ତରିକ ପ୍ରେଜ୍ ଦ ଲର୍ଡ। ପ୍ରାଇଜ ଦ ଲର୍ଡ। ଆଉ ଆଜି ଆମର ଏଇ ମହନାରେ ପ୍ରଭୁଙ୍କର ଅନେକ ଦାସମାନେ ଆସିଥିଲେ ଏବଂ ବହୁ ସଂଖ୍ୟାରେ ଲୋକମାନେ ଆସିଥିଲେ। ପ୍ରଭୁଙ୍କର ବାକ୍ୟ ପ୍ରଚାର କରାଗଲା ଆଉ ବହୁତ ସୁନ୍ଦର ହେଇଥିଲା। ଆଉ ଆମେ ମାନେ ସମସ୍ତେ ପ୍ରଭୁଙ୍କର ଦାସ ଜିତୁଲ ମାଙ୍କ ଠାରୁ ବହୁତ ସୁନ୍ଦର ବାକ୍ୟ ଶ୍ରବଣ କରିଅଛୁ। ଆଉ ଏହିପରି ବାକ୍ୟ ହେଲେ ଆମେ ମାନେ ସମସ୍ତେ ଉପକୃତ ହବୁ। ତେଣୁକରି ଏହିପରି ବାକ୍ୟ ଆମ ମାନଙ୍କ ନିମନ୍ତେ ଆଉ ଥରେ ପ୍ରି ଖ୍ରୀଷ୍ଟମାସର ଆଜି ଯୋଉ ମିଳନ ହେଇଥିଲେ କେତେ ସଂଖ୍ୟା ପ୍ରାୟ ଜମା ହେଇଥିଲେ କେମିତି ଦେଖିଲେ ଆପଣ? ବହୁତ ସଂଖ୍ୟାରେ ଜମା ହେଇଥିଲେ। ପ୍ରାୟ ବହୁତ ସଂଖ୍ୟା ଲକ୍ଷ। ଆମେ 5-10 ହଜାର ହଁ ଟଙ୍କା। 5-10। ପ୍ରିୟ ଦର୍ଶକ ମାନେ ଏହା ଥିଲା କଣ ଏମିତି ପ୍ରୋଗ୍ରାମ ସବୁବେଳେ ହଉ କି ଆପଣ ହଁ ଜାଣନ୍ତି ନିଶ୍ଚୟ ହଉ। ପ୍ରତିବର୍ଷ ହଉ କି ପ୍ରତିବର୍ଷ ହଉ। କାହିଁକି ହବା ଦରକାର? କାହିଁକି ସେମାନେ ସତ୍ୟ ବିଷୟ ଜାଣନ୍ତୁ। ପରମେଶ୍ୱର ହିଁ ଏକମାତ୍ର ପରମେଶ୍ୱର ଆଉ ସେ ହିଁ ଆମ ମାନଙ୍କୁ ଉଦ୍ଧାର ଦେଇପାରିବେ। ତେଣୁକରି ମୁଁ ଅନୁରୋଧ କରୁଛି ସବୁ ବର୍ଷ ପ୍ରତିବର୍ଷ ଏହିପରି ପ୍ରୋଗ୍ରାମ ହେଲେ ଆମେ ମାନେ ସମସ୍ତେ ଖୁସି ହେବୁ ଏବଂ ସମସ୍ତେ ଈଶ୍ୱରଙ୍କ ପରିଚୟ ପାଇପାରିବେ। ଈଶ୍ୱରଙ୍କ ବାକ୍ୟ କୁହେ ଦେଖ ହେ ଭାଇ ମିଳନରେ ବାସ କରିବା କେତେ ଯେ ମନର ଉତ୍ତମ। ଏଇ ବିଷୟଟି ଆଜି ଆମେ ଅନୁଭବ କରିପାରୁଛୁ। ମୁଁ ବି ନିଜେ ଅନୁଭବ କରୁଛି। କଣ କହିବେ ଆପଣ ଅନୁଭବ କଲେ କଣ? ସମସ୍ତଙ୍କୁ ମୋର ଆନ୍ତରିକ ପ୍ରେଜ୍ ଦ ଲର୍ଡ। ନମସ୍କାର। ଆଉ ଆଜି ଡିସେମ୍ବର 8 ତାରିଖରେ ଆୟୋଜକ ଥିଓଫିଲ ନାୟକଙ୍କ ଦ୍ୱାରା ଏଇ ଯୋଉ ପ୍ରି ଖ୍ରୀଷ୍ଟମାସ ସେଲିବ୍ରେସନଟା ଆୟୋଜିତ ହେଇଥିଲା। 4ଗୋଟି ଜିଲ୍ଲାରୁ ଅନେକ ପ୍ରଭୁଙ୍କର ଲୋକମାନେ ଆସିକି ଏଠାରେ ଏକତ୍ରିତ ହୋଇଥିଲେ। ସମସ୍ତ ମଣ୍ଡଳୀର ଲୋକ ସମସ୍ତ ମଣ୍ଡଳୀର ମାନେ କ୍ୟାଥଲିକ ବାପ୍ଟିଷ୍ଟ ପେଣ୍ଟିକୋଷ୍ଟ ଆଉ ଇଭେନ୍ କି ହିନ୍ଦୁ ଲୋକମାନେ ମଧ୍ୟ ଆସିଥିଲେ। ସେମାନେ ମଧ୍ୟ ଯୋଗ ଦେଲେ ଆଉ ସମସ୍ତେ ଅନେକ ବକ୍ତୃତା ଦେଲେ। ସେମାନେ କହିଲେ ସମସ୍ତେ ଏକତ୍ର ବାସ କରିବାଟା ଆଉ ଆମମାନଙ୍କ ଦେଶର ନାଗରିକ ସ୍ୱରୂପେ କେବେ ମଧ୍ୟ କୌଣସି ଖ୍ରୀଷ୍ଟାନ ଲୋକମାନଙ୍କୁ ତାଡ଼ିତ କରା ନ ଯାଉ। ସମସ୍ତଙ୍କର ସମାନ ଅଧିକାର ଅଛି। ପ୍ରାୟତଃ ଖ୍ରୀଷ୍ଟାନ ଲୋକମାନେ ଅନେକ ଲୋକଙ୍କ ଦ୍ୱାରା ତାଡ଼ିତ ହଉଛନ୍ତି। ସେଇଭଳି ବିଷୟ ନ ହଉ ବୋଲିକି କୁହାଗଲା। ଆଉ ମୁଖ୍ୟ ବକ୍ତା ଜିତୁଲିମା ଆଜ୍ଞା ଆସିଥିଲେ। ତାଙ୍କେ ଅନେକ ବିଷୟ ଆମମାନଙ୍କୁ ଜଣାଇଲେ। ଆଉ ବହୁ ସଂଖ୍ୟକ ଲୋକ ଏଠାରେ ଆସି ପ୍ରଭୁଙ୍କର ବାକ୍ୟ ମଧ୍ୟ ଶ୍ରବଣ କଲେ। ଆଉ ମାନେ ସମସ୍ତେ ବହୁତ ଖୁସି ଅଛୁ ଏହି ସମସ୍ତ ବିଷୟ ନିମନ୍ତେ। ଈଶ୍ୱରଙ୍କ ବାକ୍ୟ କୁହେ ଆମକୁ ଦିନ ମାସ ବର୍ଷ କଥା କାହିଁ କରି ସରି ଯାଉଛି। ତ ଆଜିର ପ୍ରି ଖ୍ରୀଷ୍ଟମାସ କେମିତି ସରିଥିଲା ଆପଣ? ପ୍ରି ଖ୍ରୀଷ୍ଟମାସ ସେଲିବ୍ରେସନଟା ବହୁତ ଭଲରେ ହେଇଥିଲା। ପ୍ରାୟ ସକାଳ 9ଟାରୁ ହେଇଥିଲା। 9ଟାରୁ 3ଟା ପର୍ଯ୍ୟନ୍ତ ଆମେ ସମସ୍ତେ ଧୈର୍ଯ୍ୟ ସହିତ ବସିଥିଲୁ କିନ୍ତୁ ସମୟ ମଧ୍ୟ ଜଣା ପଡିଲା ନାହିଁ। ଏତେ ସୁନ୍ଦର ଭଲରେ ଆୟୋଜିତ ହେଇଥିଲା। ଗୀତ ମଧ୍ୟ ଗୋଟେ ଭାଇ ଗାଇଲେ ଯୋଉ ଅନ୍ଧ ଭାଇଟା ସେଟା ମଧ୍ୟ ବହୁତ ଭଲ ହେଇଥିଲା। ସମସ୍ତଙ୍କ ପାଇଁ ଗୋଟେ ଆଦର୍ଶ ସ୍ୱରୂପ ତାଙ୍କେ ଆଉ ଶେଷ ମଧ୍ୟ ବହୁତ ଭଲ ଉତ୍ତମ ଭାବରେ ହେଇଥିଲା। ଥ୍ୟାଙ୍କ ୟୁ। ଗଡ୍ ବ୍ଲେସ୍ ୟୁ ସିଷ୍ଟର। ଆପଣ ଆଶୀର୍ବାଦ କରନ୍ତୁ। ଏହା ଥିଲା ଆଜିର କିଛି ମନ୍ତବ୍ୟ। ଧନ୍ୟବାଦ।